ସୁବିଧା କାହାକୁ ଦେବାନି। ନେତା ସୁଭାଷ ଚନ୍ଦ୍ର ବୋଷଙ୍କୁ ମୁଁ ଟିକେ ଅନୁପ୍ରେରିତ ଥିବାରୁ ତାଙ୍କ କଥାର କିଛି ଅଂଶ କଥାରେ ଆଲୋକପାତ କରୁଛି। ଜୟ ହିନ୍ଦ। ରିଟାୟାରମେଣ୍ଟ ଶ୍ରମିକ ସଂଘ ସହିତ ମୁଁ ଅଭିବାଦନ ସମାପ୍ତ କରୁଛି। ଆଉ ଗୋଟେ ଅନେକ ସମୟ ଜୀବନ ତ ବଡ଼, ବହୁତ ଜାଗାରେ ମିଶିବା କଥା ହେବା ଭାଇଚାରା ଶନିଙ୍କର ସୁନ୍ଦର ଆଶୀର୍ବାଦ ସମସ୍ତଙ୍କର ପରିବାର ସୁଖ ସୁନ୍ଦର ଭରିବ। ସମସ୍ତଙ୍କୁ ଗୋଟିଏ ଯେଉଁମାନେ ଆସିଛନ୍ତି ଆପଣ ମାନେ ସେମାନଙ୍କୁ ଯୋଗାଯୋଗ କରି ଡାକି ଆମର ପାଖରେ ଚେୟାର ପଡ଼ିଛି ସେଠାରେ ବସାନ୍ତୁ। ସିଲୁ ଭାଇ କହିବା ପରେ ଆମେ ତାଙ୍କୁ ଅର୍ଥରାଶି ପ୍ରଦାନ କରାଯିବ। ସମୟ ବହୁତ ହେଇଗଲାଣି, ସମସ୍ତଙ୍କୁ ଭୋକ ହବଣି, ତେଣୁକରି ପହଞ୍ଚୁଛନ୍ତି ଆମ ପାଖରୁ ଅର୍ଥରାଶି ବିନା ଅର୍ଥରାଶିରେ ବିନା ସହାୟତାରେ ଯେ ଆମ ପାଖରେ ଯାଇ ପହଞ୍ଚୁଛନ୍ତି, ତ ଆମେ ଯଦି ଦିନେ ସେମାନଙ୍କ ପାଇଁ ସମୟ ଦେବାନି ତାହେଲେ ବର୍ଷ ବର୍ଷ ଧରି ସେମାନେ ସଂଘର୍ଷ କରିବେ କେମିତି? ଆମେ ଗାଁରେ ବସୁଛେ କିନ୍ତୁ ଆମ ପାଇଁ ଯଦି ଯେତେବେଳେ ଆକାଶ ଭରିଯାଏ ବେଦନାରେ, ଯେତେବେଳେ ଜୀବନରେ ଘୋଟି ଆସେ କଳା ବାଦଲର ଛାଇ, ସେହି ସମୟରେ ଲୋକମାନେ ଖୋଜନ୍ତି ପ୍ରିୟଜନର ଉପସ୍ଥିତି ବା ଆପଦଟିଏ। ସେହି ସମୟରେ ଯିଏ ଆମକୁ ସହାୟତାର ହାତ ବଢ଼େଇଥାଏ ସେ ହେଉଛି ସାଉଥ ସଂଘ। ଆଉ ସାଉଥ ସଂଘର ଯିଏ ପଶ୍ଚାତପଣ ନାୟକ ରହି ଆମକୁ ସୁଖ ଦୁଃଖରେ ସହଯୋଗ କରୁଛନ୍ତି ସେ ହେଉଛନ୍ତି ଆମର ପ୍ରିୟ ରଥର ସାରଥୀ ସାଉଥ ସଂଘର ସାରଥୀ ସିଲୁ ଭାଇ। ଆମମାନଙ୍କୁ ସାମ୍ୟ ଉଦ୍ବୋଧନ ଦେବେ, ଶିକ୍ଷଣୀୟ ତଥ୍ୟ ଯାହା ଆମକୁ ଏକାନ୍ତ କାମ୍ୟ ଏକାନ୍ତ ଆବଶ୍ୟକ ଏବଂ ଆପଣମାନଙ୍କ ନିତ୍ୟାନ୍ତ କାମ୍ୟ ବା କାର୍ଯ୍ୟରେ ଆସିବ। ଅନୁରୋଧ କରିବି ଆମ ସମସ୍ତଙ୍କର ଅତି ପ୍ରିୟ ଦୁଃଖର ସାଥୀ ସିଲୁ ଭାଇଙ୍କୁ ସେ